नमस्कार। खोर्धा जिल्लार किछि खबर सह आंचलिक संवाद विभागर प्रस्तुति आजिर जिल्ला हालचाल कार्यक्रम। शीतर प्रारंभ में एशियार सर्वबृहत लुणा ह्रद मराळ मालिनी नीलांबू चिलिका अक्टोबर मास आरंभरू विदेशागत अतिथि पक्षी मानक आगमन में कोलाहलमय होई उठिछि। सुदूर अफगानिस्तान, बेलुचिस्तान, साइबेरिया, रूसिया, पाकिस्तान, चीन देश में प्रबल थंडा पड़ुथिबारु एही रंगबेरंगर विदेशागत पक्षी माने शह शह माइल अतिक्रम करी खाद्य अन्वेषण में चिलिका को आसीथांती। ଏହି ବିଦେଶାଗତ ପକ୍ଷୀମାନେ ଚିଲିକାର ନଳବଣ ମଙ୍ଗଳାଯୋଡ଼ି ଅଞ୍ଚଳରେ ଛୋଟ ଛୋଟ କୀଟପତଙ୍ଗ ଓ ମାଛ ନିରାପଦରେ ଖାଇ ବାସ କରୁଛନ୍ତି। ଏହି ଅତିଥି ପକ୍ଷୀମାନଙ୍କୁ ଦେଖିବାକୁ ଓଡ଼ିଶା ତଥା ବାହାର ରାଜ୍ୟରୁ ପର୍ଯ୍ୟଟକମାନଙ୍କର ଆଗମନ ହୋଇଥାଏ। ପକ୍ଷୀମାନଙ୍କ ଏହି ରହଣି ସମୟରେ ସେମାନଙ୍କ ସୁରକ୍ଷା ନିମନ୍ତେ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି। ଏ ସମ୍ପର୍କରେ ଅଧିକ ତଥ୍ୟ ଦେଇ ଚିଲିକା ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓ ଅମ୍ଳାନ ନାୟକ କହିଛନ୍ତି, ଏଥର ଚଢ଼େଇର ସିଜନ ଅକ୍ଟୋବର ମାସରୁ ଆରମ୍ଭ ହୋଇଯାଇଛି। ଅକ୍ଟୋବର ମାସରୁ ଆମର ଯେଉଁ ପ୍ରିପାରେଟୋରୀ ଆକ୍ଟିଭିଟିଜ୍ ଥାଏ ତା ଦେହରେ ଆମେ 21ଟି ଚଢ଼େଇ କ୍ୟାମ୍ପ କରିଥାଉ। ସେ 21ଟି ଚଢ଼େଇ କ୍ୟାମ୍ପରେ ଆମେ 2ରୁ 3 ଲୋକ ରଖିଥାଉ ଫର୍ ରିପୋର୍ଟିଂ ଆଉ ପାଟ୍ରୋଲିଂ ଇତ୍ୟାଦି ପାଇଁ। ଆମ ଡିପାର୍ଟମେଣ୍ଟାଲ ଷ୍ଟାଫ୍ ପ୍ରତ୍ୟେକ ଷ୍ଟାଫଙ୍କୁ ଗୋଟେ ଗୋଟେ ବାର୍ଡ କ୍ୟାମ୍ପର ଦାୟିତ୍ୱ ଦିଆଯାଇଛି। ଏହି ବାର୍ଡ କ୍ୟାମ୍ପ ଗୁଡ଼ିକରେ ଯେଉଁ ଡାଟା ସବୁ କଲେକ୍ଟ ହେବ, ବିଭିନ୍ନ ପ୍ରକାରର ଯେଉଁ ଇନଫର୍ମେସନ୍ ଆସିବ, ସେମାନେ ତାକୁ ତଦାରଖ କରିବେ, ତାକୁ ଦେଖିବେ। ଆଉ ଡାଟା ଯାହା ବି ଆସିବ ତାର ପରଦିନ ସେମାନେ କେମିତି ଡିଭିଜନ ଅଫିସକୁ ସେଇଟା ଟ୍ରାନ୍ସମିଟ୍ ହେବ ବ୍ୟବସ୍ଥା କରିବେ। ତ ଏଇ 21ଟି ବାର୍ଡ କ୍ୟାମ୍ପ ସବୁ ଯେଉଁଗୁଡ଼ା କରାଯାଇଛି ତା ଦେହରୁ 11ଟି ବାର୍ଡ କ୍ୟାମ୍ପ ଅଛି କେବଳ ଟାଙ୍ଗୀ ରେଞ୍ଜରେ, ବାକି 4ଟି ବାର୍ଡ କ୍ୟାମ୍ପ ରହିଛି ବାଲୁଗାଁ ରେଞ୍ଜରେ, ଯେଉଁଥିରେ କି ନଳବଣ ମଧ୍ୟ ଅନ୍ତର୍ଭୁକ୍ତ। ଦୁଇଟି ବାର୍ଡ କ୍ୟାମ୍ପ ରହିଛି ଆମର ଚିଲିକା, ରମ୍ଭା ଆଉ ସାତପଡ଼ା ରେଞ୍ଜରେ। ତେଣୁ ଏଇଭଳିଆ ବାର୍ଡ କ୍ୟାମ୍ପର ଡିଷ୍ଟ୍ରିବ୍ୟୁସନ୍। ତା ସହିତ ଆମେ ଏ ବର୍ଷ ଇଣ୍ଟେନ୍ସିଭ୍ ପାଟ୍ରୋଲିଂ ଯେମିତି କରାଯାଇଛି ଆଗରୁ ସେଇଟା ମଧ୍ୟ ଆମେ ଜାରି ରଖିଛୁ ଆଉ ଆଗକୁ ମଧ୍ୟ ଜାରି ରହିବ, କାରଣ ଶୀତ ବଢ଼ିଲେ ପକ୍ଷୀଙ୍କର ଆଗମନ ବଢ଼ିବ। ପ୍ରତ୍ୟେକ ବାର୍ଡ କ୍ୟାମ୍ପରେ ଆମେ ଇନଫର୍ମେସନ୍ ସିଷ୍ଟମଟାକୁ ଟିକେ ଜୋରଦାର ତାକୁ ବଳିଷ୍ଠ କରିବା ପାଇଁ ବ୍ୟବସ୍ଥା କରୁଛୁ, ଯେମିତିକି ଇମିଡ଼ିଏଟଲି ଖବର ମିଳିବ ଯଦି କିଏ ପୋଚିଂର କୌଣସି ବ୍ୟବସ୍ଥା କରୁଛି ବା ପୋଚିଂର କୌଣସି ଇନଷ୍ଟାନ୍ସ ଯଦି ନୋଟିସ୍କୁ ଆସିଲା ଇମିଡ଼ିଏଟଲି ତା ଉପରେ ଆକ୍ସନ୍ ନିଆଯିବ। ଶୀତ ଦିନଟା ହେଲା ଟୁରିଜିମ୍ର ସିଜନ୍, ତ ବହୁତ ଟୁରିଷ୍ଟସ୍ ଆସିବେ। ଟୁରିଷ୍ଟ ନିଶ୍ଚିତ ଭାବରେ ବିଭିନ୍ନ ଟୁରିଜିମ୍ ଡେଷ୍ଟିନେସନ୍ସ ଗୁଡ଼ିକୁ ଯିବା ପାଇଁ ସେମାନେ ପସନ୍ଦ କରନ୍ତି। ତା ସହିତ ଚଢ଼େଇ ଦେଖିବା ପାଇଁ ମଧ୍ୟ ଫୋକସ୍ଡ ଟୁରିଷ୍ଟ ଆସନ୍ତି। ତେଣୁ ଚଢ଼େଇ ଦେଖିବା, ପ୍ରାକୃତିକ ଜାଗାର ପରିଦର୍ଶନ ପାଇଁ ଯାହା ଯାହା ସବୁ ବ୍ୟବସ୍ଥା ରହିବ, ଟୁରିଜିମ୍ ସହିତ କେମିତି ବାର୍ଡ କନଜରଭେସନ୍ ଠିକ୍ରେ ହୋଇପାରିବ ସେ ବ୍ୟବସ୍ଥା ଚିଲିକା ୱାଇଲ୍ଡ ଲାଇଫ୍ ଡିଭିଜନ୍ କରିବ। ତା ସହିତ ଆମର ଡଲଫିନ୍ ହେଲା ଆଟ୍ରାକ୍ସନ୍ ଗୋଟେ, ଡଲଫିନ୍ ମଧ୍ୟ ଦେଖିବା ପାଇଁ ଲୋକମାନେ ଆସନ୍ତି। ଡଲଫିନ୍ର ସମାଗମ ସ୍ଥଳୀ, ଚଢ଼େଇର ସମାଗମ ସ୍ଥଳୀ, ଏହିସବୁ ଜାଗା ଗୁଡ଼ିକ ଦେଖିବା ପାଇଁ ନିଶ୍ଚିତ ଭାବରେ ଟୁରିଷ୍ଟମାନେ ନିଜର ସମୟ ଆସି ଏଠି ଅତିବାହିତ କରିଥାନ୍ତି। ତେଣୁ ଏହିସବୁ ଜିନିଷକୁ ଦୃଷ୍ଟିରେ ରଖିକି ବାର୍ଡ କନଜରଭେସନ୍କୁ ଆଗକୁ ନିଆଯିବ। ନାନା ଆୱାରନେସ୍ କ୍ୟାମ୍ପ ମାନ କରାଯିବ ଆଗକୁ। ସେ ଆୱାରନେସ୍ କ୍ୟାମ୍ପ ଗୁଡ଼ିକରେ ଲୋକମାନଙ୍କୁ, ପବ୍ଲିକକୁ ସଚେତନ କରାଯିବ ଚଢ଼େଇର ସଂରକ୍ଷଣ ସହିତ କେମିତି ଟୁରିଜିମ୍କୁ ଆଗକୁ ନିଆଯାଇପାରିବ। ଆଉ ତା ସହିତ ଆମର ଗତ ଥରର ଯେମିତି ସେନ୍ସସ୍ ହେଇଥିଲା, ଏ ବର୍ଷ ମଧ୍ୟ ସେନ୍ସସ୍ ହେବ ଆପ୍ରୋପ୍ରିଏଟ୍ ଟାଇମ୍ରେ, ଯେଉଁଟାକି ପିସିସିଏ ୱାଇଲ୍ଡ ଲାଇଫ୍ ଡିସାଇଡ୍ କରିକି ଯେଉଁ ଡେଟ୍ ଦେବେ। ଆଉ ସେଇ ସେନ୍ସସ୍ ବେଳେ ଯାହା ଯାହା କାର୍ଯ୍ୟକ୍ରମ ରହିବ, ବିଭିନ୍ନ ପବ୍ଲିକ୍ ଏନ୍ଜିଓଜ୍ ମାନେ ସମସ୍ତେ ଇନଭଲ୍ଭ ହେବେ, ସେଇଟା ଆଗକୁ କରାଯିବ ଇନ୍ ଆପ୍ରୋପ୍ରିଏଟ୍ ଟାଇମ୍। ଏବେ ଶୁଣନ୍ତୁ ଜିଲ୍ଲାର କିଛି ସମ୍ବାଦ ସଂକ୍ଷେପରେ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ତୃତୀୟ ଲିଙ୍ଗ ଚିହ୍ନଟ ଏବଂ ଆଚରଣ ଠାବ ପରିବର୍ତ୍ତନର ମୁକାବିଲା ପାଇଁ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାର 14ଟି ଶିଶୁ ଅନୁଷ୍ଠାନରେ କର୍ମଚାରୀମାନେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସିପା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ସୌନାମିକା ରାୟଙ୍କ ତତ୍ତ୍ୱାବଧାନରେ ଏକ ଶିକ୍ଷଣ ଅକ୍ଷମତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷଣ ଅକ୍ଷମତା ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପଢ଼ିବା, ଲେଖିବା ଓ ଗାଣିତିକ ସମାଧାନ ସମ୍ପର୍କରେ ସଚେତନତା କରାଯାଇଥିଲା। ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦ ପାଇଁ ସରକାର ସ୍ୱତନ୍ତ୍ର ମତ୍ସ୍ୟଜୀବୀ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ସହ ଭାରତ ସରକାରଙ୍କର ଭୂ ବିଜ୍ଞାନ ମନ୍ତ୍ରଣାଳୟର ପୂର୍ବତନ ଉପଦେଷ୍ଟା ଡକ୍ଟର ଭି ସଙ୍ଗତଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାନ୍ୱୟନ ଲାଗି ଯୋଜନା କରାଯାଇଛି। ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ଏକତା ଶପଥ ପାଠ ଓ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିଏମ୍ ଶ୍ରୀ ସ୍କୁଲ ଯୋଜନାରେ 2024-25 ଓ 2025-26 ଶିକ୍ଷାବର୍ଷରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର 2ଟି ବିଦ୍ୟାଳୟ, ଛଣଗିରି ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ନିରାକାରପୁର କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସାମିଲ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ତଥ୍ୟ ଦେଇଥିଲେ ଆମ ଖୋର୍ଦ୍ଧା ସମ୍ବାଦଦାତା ସୁବ୍ର ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଆସନ୍ତାକାଲି ଜିଲ୍ଲା ହାଲଚାଲ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।